ଏବେ ଏବେ ଗୋଟେ ଫିଲ୍ମ ଦେଖି ଆସୁଛି ଯାହା ନାଁ ହଉଛି ଡକାୟତ। ସେଥିରେ ଆକ୍ଟର ଅଛନ୍ତି ଆମର ଆଦି ବିଶେଷକୁ ମୁନାଲ ଠାକୁର। ଆଦି ବିଶେଷ କିଏ ଜାଣିପାରୁନ ତାହେଲେ ଗୋଟେ ଫିଲ୍ମ କରିଦେଉଛି ଗୋଟାଚାରୀ ମେଜର ଦେଖିଲେ ଜାଣ ସେ କୋଉ କ୍ଲାସର ଆକ୍ଟର। ଆଉ ମୁନାଲ ଠାକୁର ସହିତ ମତେ କହିବାକୁ ପଡିବନି। ତାହେଲେ ଏବେ ଆସିଲେ ଫିଲ୍ମ ଉପରକୁ। ଫିଲ୍ମ ବିଶ୍ୱାସ କର 2.5 ଘଣ୍ଟାରୁ ଅଧିକ। ସତ କହିବି ଯଦି କିଛି ଜାଗାରେ ଫିଲ୍ମ ମତେ ଲାଗିଲା 2.5 ଘଣ୍ଟା ଭଳିଆ। ତମେ ମାନେ ଯଦି ସନମ ତେରି କସମ, ତେରେ ଇଶ୍କ ମେ, ଧଡକ, ଧଡକ 2, ସୈୟାରା ଏଭଳିଆ ଫିଲ୍ମ ଦେଖିଛ ନା ତାହେଲେ ଏ ଫିଲ୍ମଟା ଭଲ ଲାଗିବ। କିଛି କିଛି ଫିଲ୍ମ ଥାଏ ନା ଯୋଉଟା କି ଷ୍ଟାର୍ଟ ହଉ ହଉ ମାନେ 5-10 ମିନିଟରେ ଏମିତି ହୁକ୍ କରିଦବ ଯେ ସିଟରୁ ଉଠି ହବନି। ହେଲେ ଏଇ ଫିଲ୍ମଟା ସେମିତି ନୁହଁ। ମତେ ତାର ଫାର୍ଷ୍ଟ ହାଫଟା ବିଲ୍ଡ ହଉ ହଉ ଲାଗିଲା ପୁରା ସ୍ଲୋ ଅଛି ଫାର୍ଷ୍ଟ ହାଫ। ସେକେଣ୍ଡ ହାଫ ଜବରଦସ୍ତ ଅଛି। ସେକେଣ୍ଡ ହାଫ ପରେ ଏଣ୍ଡିଂ ଦେଖ ଫିଲ୍ମର କ୍ଲାଇମାକ୍ସ ମତେ ସବୁ ଭଲ। ଫିଲ୍ମରେ ମୁନାଲ ଠାକୁରକୁ ସାଇଡ କର। ଆଦି ଯୋଉ ଆକ୍ଟିଂ ନା ମାନିବାକୁ ପଡିବ। ବହୁତ ଇଚ୍ଛା ଅଛି ମାନେ ଆଦି ଗୋଟେ ଏମିତି ଫିଲ୍ମ ଆସୁ ଯେମିତି ସଠିକ ତାଙ୍କ ନାଁ ସବୁଆଡେ ଇଣ୍ଡିଆ ହେଇଯିବ। ଆରେ କି ଆକ୍ଟର ସେମିତି କିଛି ଗୋଟେ ଫିଲ୍ମ ତାକୁ ମିଳିବା ଦରକାର। ସେ ଆକ୍ଟର ସେଇଭଳିଆ। ଫିଲ୍ମର ଡ୍ରାମା ଚାଲୁଛି ନା ଗୋଟେ ଜାଗାରେ ମତେ ଡ୍ରାମା ଲାଗିଲା ପୁରା କିଏ ଲେନ୍ଥ ଦେଇଛନ୍ତି ଲମ୍ବେଇ ଦେଇଛନ୍ତି। ହଁ ଚାଲିଛି ତ ଚାଲିଛି ଆଉ ହେଲେ ଇମୋସନ କିଛି ଜାଗାରେ ବଢିଆ ଟଚ୍ କରୁଛି। ଯୋଉ ସିନ୍ ଚାଲୁଛି ତା ସହିତ ଯୋଉ ଆଖିରୁ ଲୁହ ବାହାରୁଛି, ଯୋଉ ଇଣ୍ଟେନ୍ସ ବିଜିଏମ ଚାଲୁଛି ଟଚ୍ କରୁଛି ଏଇଠି। ଆକ୍ସନ ଅଛି ମୁଁ କହିବିନି ଯେ ଆକ୍ସନ ମସ୍ତ ହେଇଛି, ଚଳିବ ଆଉ ଟିକେ ଭଲ ବି ହେଇପାରିଥାନ୍ତା। ଆମର ଅନୁରାଗ ସାର୍ ରହିଲେ ମାନେ ଡାଲି ହେଇସାରିଲା ପରେ ତଡକାଟା ମାରିଲେ ଯୋଉ ଟେଷ୍ଟ ଆସେ ନା ଫିଲ୍ମରେ ଅନୁରାଗଙ୍କ କାମ ସେଇଆ। ପୁରା ଫିଲ୍ମ ଗୋଟେ ପଟେ ଅନୁରାଗ ସାରଙ୍କର ତଡକା ଆଉ ସେ ଯୋଉ ସମୟ ନା ସିନ୍ ଅଛନ୍ତି ପୁରା ସ୍କ୍ରିନ୍ ଉପରେ ଅଛନ୍ତି ସେ ସିନ୍ ଆଖି ହଟେଇ ପାରିବ। ଫିଲ୍ମ ବିଷୟରେ ତ ବେଶୀ କିଛି କହିପାରିବିନି କାହିଁକିନା ପୁଣି ସ୍ପଏଲର ହେଇଗଲେ ମୋ ଉପରୁ ପ୍ରୋବ୍ଲେମ ଆସିବ। ହେଲେ ଯେତିକି ଜାଣିଥିବ ସେଟା ଗୋଟେ କପଲ ଷ୍ଟୋରି। ମାନେ କେମିତି ସେ କପଲ ହେଲେ, କେମିତି ତାଙ୍କର ଡ୍ରିମ୍ ଥିଲା, କେମିତି ତାଙ୍କର ଅଲଗା ହେଲେ, ଧୀରେ ଧୀରେ ଡ୍ରାମା ଇମୋସନାଲ କେମିତି ସେ ଡକାୟତକୁ ଗଲା ସବୁ ପ୍ରକାର ମିକ୍ସ ହେଇକି ଅଛି। ୱାନ୍ ଟାଇମ୍ ୱାଚ୍ ତ ଅଛି ଫିଲ୍ମଟା। ଇଏ ତ କହିବିନି ଫିଲ୍ମ ଦେଖିବାକୁ ଯିବ ପଇସା ୱେଷ୍ଟ ହେଇଯିବ ନା, ମଜା ତ ଆସିବ। କାହିଁକିନା ତମେ ନର୍ମାଲ ମୋବାଇଲରେ ଦେଖିବା ପ୍ରାୟ ଫିଲ୍ମ ହଲରେ ଦେଖିବାକୁ ମଜା ଅଛି। କାହିଁକିନା ଯୋଉ ବ୍ୟାକଗ୍ରାଉଣ୍ଡ ବିଜିଏମ୍ ବାଜୁଥିବ ନା ତା ସାଙ୍ଗେ ଯୋଉ ଫିଲ୍ମର ଷ୍ଟୋରି ସହିତ ଇମୋସନ କନେକ୍ଟ ହେଇଯାଇଛି ହଲ୍ ବସି ଦେଖିଲେ। ମୁଁ ପ୍ରିଫର କରିବି ହଲ୍ରେ ଦେଖ। ଯୋଉମାନେ ଫିଲ୍ମ ଦେଖିଛ ନା ତମକୁ କେମିତି ଲାଗିଲା ଟିକେ କମେଣ୍ଟ କରି କହିବ। ଯଦି ଏମିତି ନୂଆ ନୂଆ ଫିଲ୍ମ ବିଷୟରେ ଜାଣିବାର ଅଛି, ଟ୍ରେଲର ହଉ କି ମୁଭି ବିଷୟରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ।